ସକାଳର ବ୍ୟସ୍ତତା ଭିତରେ ଆପଣ କିଛି ବି ରେସିପି ବନେଇ ପାରୁନାହାନ୍ତି ନା? ସେ ପିଲାଙ୍କ ଟିଫିନ୍ ବକ୍ସ ହେଉ କି ନିଜର ଖାଇବା, ତାହା ପୁଣି ଖାଇବାରେ ହେଲ୍ଦି କରିବାକୁ ଚାହୁଁଛନ୍ତି। ଆଜି ରେସିପିଟି ମୋର ସମ୍ପୂର୍ଣ୍ଣ ହେଲ୍ଦି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଜାଣିପାରିବେ। ଏଠି ମୁଁ ନେଇଯାଇଛି 2ଟି ସେଉ ଆଉ ଗୋଟେ ବିଟ୍। ତାକୁ ମୁଁ ଭଲସେ ଧୋଇ ଦେଇଛି। କିଛି ଆଲମଣ୍ଡକୁ ମୁଁ ପାଣିରେ ଭିଜେଇକି ରଖିଦେଇଛି। ସେଇଗୁଡ଼ାକ ମୁଁ ତାକୁ କାଟିକି ପୁରା ପତଳା ପତଳା କରି କାଟି ଦେଉଛି। ତାର ସେ ଯେଉଁ ମଝି ଜିନିଷ ଗୁଡ଼ାକ ମୁଁ ବାହାର କରିଦେଉଛି। ଏମିତି ଜାମ୍ ବନେଇକିରି ଆପଣମାନେ ମାସେ କି 2 ମାସ ପର୍ଯ୍ୟନ୍ତ ଫ୍ରିଜରେ ରଖିପାରିବେ। ଆଉ ଯେତେ ଚେଷ୍ଟା କରିବେ ବାହାରର ଜିନିଷ ଠାରୁ ଆପଣମାନେ ଦୂରେଇକି ରହିବେ। ତାପରେ ବିଟର ଚୋପା ଗୁଡ଼ାକ ମୁଁ ବାହାର କରିଦେଉଛି। ତାକୁ ଛୋଟ ଛୋଟ କରି କାଟି ଦେଉଛି। ବାହାରେ ସବୁ ଯେଉଁ ଜାମ୍ ତିଆରି କରନ୍ତି ସେଥିରେ କଲର୍ ପକାନ୍ତି, କେମିକାଲ ପକାନ୍ତି। ମାସେ ମାସେ କ'ଣ ବର୍ଷ ବର୍ଷ ଧରିକି ସେ ଷ୍ଟୋର୍ କରି ରଖିପାରିବେ। ଆମେ ଏମିତି ଗୋଟେ ଥର ବନେଇକି ଆମେ ମାସେ 2 ମାସ ପର୍ଯ୍ୟନ୍ତ ଷ୍ଟୋର୍ କରି ରଖିପାରିବା। ଆଉ ସକାଳର ଟେନସନ୍ ଦୂର। ସବୁ ମୁଁ କାଟି ସାରିଲାଣି। ତାକୁ ମୁଁ ଅଳ୍ପ ପାଣି ଦେଇକି ସିଝେଇବା ପାଇଁ ଛାଡ଼ି ଦେଉଛି। ସେଉ ଆଉ ବିଟ୍କୁ ମୁଁ ତାକୁ ସିଝେଇ ଦେଉଛି। ତାପରେ ଯେଉଁ ମୁଁ ଆଲମଣ୍ଡ ପକାଇଥିଲି ପାଣିରେ, ତାର ଚୋପା ବାହାର କରିକି ମୁଁ ଏଥିରେ ପକାଇ ଦେଉଛି। ଏମିତି ବନେଇକିରି ଘରେ ଖାଆନ୍ତୁ, ନିଜ ପିଲାମାନଙ୍କୁ ଦିଅନ୍ତୁ। ହେଲ୍ଦି ଜିନିଷ ଖାଇକିରି ହେଲ୍ଦି ରୁହନ୍ତୁ। ଏଠି ମୋର ସିଝିଯିବା ପରେ ମୁଁ ତାକୁ ଥଣ୍ଡା ବି କରିସାରିଲାଣି। ତାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଉଛି। ତାକୁ ପୁରା ଫାଇନ୍ ଚିକ୍କଣ କରିକିରି ଗ୍ରାଇଣ୍ଡିଙ୍ଗ କରିଦେବେ। ଆମର ସେ ପୁରା ଜାମ୍ ପରିକି ଦେଖାଯିବ। ଆମେ ଯେଉଁ ବିଟ୍ଟା ପକାଇଛେ ବଢ଼ିଆ କଲର୍ ଆସିବ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଆଉ ତାକୁ ମୁଁ ଚିକ୍କଣ କରି ବାଟି ସାରିଲା ପରେ ତାର ବଢ଼ିଆ କଲର୍ ବି ଆସିଲା। ପୁରା ଜାମ୍ ପରି ଦେଖାଯାଉଛି ନା? ପିଲାମାନେ ତ ଛୋଟ ପିଲାମାନେ ଜାମ୍ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଏଇଭଳି ଜିନିଷ ବନେଇକିରି ଦେଲେ ସେମାନେ ବଢ଼ିଆ ସେ ଖାଇଦେବେ। ମୁଁ ଏଠି ମିଠା ପାଇଁ ପକାଇ ଦେଉଛି 2 ଚାମଚ ଚିନି। ତାପରେ ଯଦି ବି ଅଧିକ ଦିନ ଆପଣମାନେ ରଖିବା ପାଇଁ ଚାହୁଁଛନ୍ତି, ଆଉ ଭିନେଗାର ଟିକେ ପକାଇଦେବେ। ମୁଁ ଏଠି ଲେମ୍ବୁ ଦେଉଛି। ଭିନେଗାର ଟିକେ ପକାଇଦେଲେ ଆମର 2 ମାସ ଆରାମରେ ରହିଯିବ। ମନେ ରଖିଥିବେ, ପୁରା ଥଣ୍ଡା ହେଲା ପରେ ଗୋଟେ କାଚ ଜାରରେ ଭରି କରି ଆକୁ ଫ୍ରିଜରେ ମାସେ 2 ମାସ ପର୍ଯ୍ୟନ୍ତ ଆକୁ ରଖିପାରିବେ। ଏମିତି ବ୍ରେଡ଼ରେ ଲଗେଇକି ପିଲାମାନଙ୍କୁ ଦେବେ। ପିଲାମାନେ ଆରାମସେ ଖାଇଦେବେ। ସେ ପୁରା ଜାମ୍ ପରି ଲାଗିବ। ଆଉ ଜାମ୍ର କଲର୍ଟା ଦେଖୁଥିବେ କେତେ ବଢ଼ିଆ। ବାହାରେ ସବୁ ଫୁଡ଼୍ କଲର୍ ପକାନ୍ତି, କେମିକାଲ ଦିଅନ୍ତି, କିନ୍ତୁ ଆମେ ଘରେ କେତେ ହେଲ୍ଦି ଜିନିଷ ବନେଇ ପାରିଲେ ପିଲାମାନେ ତ ଖୁସି ହେଲେ, ଖାଇଦେଲେ ଆମକୁ ବଢ଼ିଆ। ଆଉ ମୋର ଏଠି ଥଣ୍ଡା ହେଇନି, ହାଲକା ଉଷୁମ ଅଛି। ମୋ ପୁଅ ଟେଷ୍ଟ କରିବା ପାଇଁ ବ୍ୟସ୍ତ ହେଲାଣି। ମୁଁ ତାକୁ ଦେଇଦେଉଛି। ଥଣ୍ଡା ହେଲା ପରେ ମୁଁ ଆକୁ କାଚ ଜାରରେ ଭରି କରିବି। ରେଡ଼ି ହେଇଗଲା ଆମର ଘର ତିଆରି ଜାମ୍। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଭଲ ଲାଗିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।